राधा जड़े ओरिजिनाल जड़े डुप्लिकेट किए डुप्लिकेट मु कहूनी किंतु भूमिका हिसाब रे कहूची प्रसंग हिसाब रे डुप्लिकेट बोली मु कहि दउची दूतीटा को जेतु से राधा वेश रे मध्य सेही समय रे राधा वेश हेइथिले आ ओरिजिनाल वेश भी राधा थिले ये निजे तांको वेश करई चंदी पानी राधा एवं दूती क्षीर नाही आ पानी पिबने ब्राह्मणी सह जम कर पारे पकिरा हो कथा टिके बदली गला मो कथा को ध्यान दउछ तो राधा दूती भीतर टिके टिके आखक मूलक हेबे कहि दे टिके हबो कहि देबी ए कृष्ण को कंठ दिया जायछि राधा आसीबे बोली राधा आज दूती को पठाई चंदी सज राधा बेसरे दूती जाइचंदी कृष्ण दूती को राधा भाबी की ताको धरी पकई चंदी बुझिले कि सेठी तांको मिलनरु पुओटिए जन्म हेछि खल्यकार सारला महाभारत कुहे एठु दूती फेरी आइछि राधा पाखको फेरी आइछि दूती एठे मुहामुही हेबे जो राधा केमती हेले तमे जे कुह मु तो कहि देले सब सला आ मजा रहिबनी मुहामुही जो फेरी के आसिला दूती राधा देखि जे दूती को किलो मु तो एते सुंदर सजाइथिली तो चुट्टी किंदी और पुरिया हेछि कारण कोन एठु प्रसंगरा किते जाओ पाळी कहतु आपण दूती हिसाब रे तुम चुट्टी किंदी और पुरिया हला मु तो सजाई की पठैतिली कृष्ण पाक घर भीतर पई जाइदिला एठु आपण माने दीदी पद टिके चलिबे आकु ओ जिया रमक तमे आगो प्रसंग आकु नियो तो जहा अभिनय करियो से अपोजिटटा करिवे आ कोन केश कथा राधा समाधान कले जे हे राधा तू जो मत सजाई देइथिलु मु जो खबर देई आसिली जहा राधा देले आसिला बेले टाणी देला बोली मोर मुकुड़ा हे जाईछि राधा आउ गुटे सांकुन्य देखिले कहिले जो मालाडा पिंधेइथिली तो आगो आडे पड़ीथिला पदकड़ा तोर पछआडे केंदी पिंधि पड़ीछि एइठु दुती कोन कहबो पछआडे केंदी पड़िला
ଏଇପରି ଆପଣ ଆଉ କିଛି ଅଙ୍କୁଶ ଲଗାନ୍ତୁ ଧୋତିକୁ, ଯେମିତି ମଜା ଲାଗିବ। ମୁଁ ଲଗେଇବି। ତମେ ଥରେ ରାଧା ହେଲ, ଆଜ୍ଞା, ଆଉ ଥରେ ରାଧା। ଦେଖି ଧୋତି ଥରେ ହୁଅ। ଦୁତି ହେଇଥିଲି ସାର୍। ହଁ ନାଇଁ ନାଇଁ ଥରେ ଧୋତି ହେଇଛ ନା? ଆଜ୍ଞା, ରାଧା ହେବି। ରାଧା ଥରଟେ ଦେଖି ଭଲ ଆଜ୍ଞା। କର। ମୋ କହିବା କଥା ହେଲା ଯେ ତୁ ତ ଯାଇଥିଲୁ ଧୋତି କୃଷ୍ଣଙ୍କ ପାଖକୁ, ତ ଦେହରେ ଯୋଉ ଆମ୍ପୁଡା ଦାଗ କିଏ କଲା? ସେ ଆମ୍ପୁଡା ଦାଗ କୃଷ୍ଣଙ୍କର ଲୁହା, ମୋହିତ ହେଉଛି ତତଲା, ମୋହିତ ହେଉଛି ତତେ। ବାଟରେ ଆସିଲି ମୁଁ ଝୋଟେ ପରିଲି, ଆଉ ବାଟରେ ଆସିଲି ମୁଁ ଝୋଟେ ପରିଲି। ରାତି ହୋଇଗଲା ମରଲା, ଦେହ ହୋଇଲା କଣା। ମିଠା ଖାଉଛୁ ଭାତ ବଳିଲା, ମୋର ହୋଇଲା କଣା। ଏମିତି ଅନେକ କିଛି ଅଙ୍କୁଶ ଲଗେଇକି ଯେ ତାକୁ ସନ୍ଦେହ କରୁଛି। ସେ ଡାଇରେକ୍ଟ କହୁନି ଯେ କୃଷ୍ଣ ସେ ଚାହୁଁଛି ମୁଁ ଏମିତି କହିଲେ କାଳେ ସତଟା ବାହାରିବ। ବାହାରିଯିବ। ସେ ଅଙ୍କୁଶ ଲଗଉଛି। ଶେଷ କଥା ଆପଣ ମାନେ କଥାରେ କହିବେ। ରାଧା କହୁଛି ଯେ ତୁ ତୋ ବସ୍ତ୍ରଟା ପିନ୍ଧିକି ମୋ ଶାଢୀଟା ତତେ ପିନ୍ଧେଇଥିଲି, ତୁ କୃଷ୍ଣଙ୍କର କେମିତି ଗୋଟେ ପିନ୍ଧିକି ଆଇଛୁ। ମୁଁ ଯୋଉଟା ଦେଇଥିଲି ସେଟା କୁଆଡେ ଗଲା? ଏଇଠେ ଧୋତି କଣ ସମାଧାନ କଲା କଥାରେ କହିଦିଅ। ରାଧା କହୁଛି ମୁଁ ତତେ ଯୋଉଟା ପିନ୍ଧେଇଥିଲି ସେଟା ଛାଡିକି ତୁ କୃଷ୍ଣଟା ପିନ୍ଧିକି କେମିତି ଆଇଛୁ? ଡ୍ରେସଟା କୁଆଡେ ଦେଲ? ଡ୍ରେସଟା କୁଆଡେ ଚିରି ଦେଲ? ଗଲା ବୋଲି ଆଉ ଗୋଟେ ପିନ୍ଧିଲା। ଏଇଟା ସମାଧାନ ଧୋତି କଣ କଲା କଥାରେ କହିଦିଅ। ଆଜ୍ଞା, ସେଠି ସମାଧାନ କରିଦେଲେ ଯେ ମାନେ ସତଟା ଏଇଠି ଜଣା ପଡିଗଲା ଯେ ଦୂତି ଯାଇଥିଲେ କୃଷ୍ଣଙ୍କ ପାଖକୁ ବୋଲି। ତାଙ୍କର ଜଣା ପଡିଗଲା କାହିଁକି ନା କୃଷ୍ଣଙ୍କ ବସ୍ତ୍ର ସେ ଆଣିଥିଲେ ରାଧା ଟିକେ ଏ ଯୋଉ ଦୂତି ପିନ୍ଧି ପଳେଇଥିଲେ କୃଷ୍ଣଙ୍କ ବସ୍ତ୍ରଟା। ତେଣୁକରି ରାଧା ଡ୍ରେସ ଦେଇଥିଲେ କାହାକୁ ନା ଦୂତି କି। ଦୂତି ଯେତେବେଳେ ପିନ୍ଧିଲେ ଦୂତି ଏ ଯୋଉ କୃଷ୍ଣ ରଖିଥିଲେ ରାଧାଙ୍କ ଡ୍ରେସ ଆଉ କୃଷ୍ଣଙ୍କ ଡ୍ରେସ ଦୂତି ପିନ୍ଧି ପଳେଇ ଆସିଥିଲେ। କଣ ପାଇଁ ପିନ୍ଧିକି ଆଇଲା ବୋଲି ସେ କହିଲା ରାଧାକୁ। ଆଉ ତମେ କିଛି କହିବ? ଆଜ୍ଞା, ଯେତେବେଳେ ଦୂତି ରାଧା ବେଶ ହୋଇ କୃଷ୍ଣ ପାଖକୁ ଯାଇଥିଲା, ଦୂତି କହିଲା ରାଧାଙ୍କୁ ଯେ ମୁଁ ଯେହେତୁ ରାଧା ବେଶ ହୋଇ ଯାଇଥିଲି, କୃଷ୍ଣ ମତେ ରାଧା ଭାବେ ପ୍ରୀତି କରିବା ପାଇଁ କହିଲେ ଏବଂ ବସ୍ତ୍ର କାଢିଦେଲେ। ଯେତେବେଳେ ବସ୍ତ୍ର କାଢିଦେଲେ ମୁଁ ସେଇଠୁ ତରତର ହୋଇ ମୋ ରାଧା ଡ୍ରେସ ଛାଡି ମୁଁ କୃଷ୍ଣଙ୍କର ଡ୍ରେସ ପିନ୍ଧିକି ପଳେଇ ଆସିଲି। ଏଇଠି ଦୂତି କହିଲା ଯେ ମୁଁ ଯାଇଛି କି ନ ଯାଇଛି ତମେ କେମିତି ଜାଣିବ ରାଧା? ସେଥିପାଇଁ କୃଷ୍ଣଙ୍କୁ ଅଧା ନେଇକି ଆଇଛି। ରାଧା କେମିତି ଜାଣିବ ତୁ ଯାଇଥିଲୁ କି ନ ଯାଇଥିଲୁ ବୋଲି? ସେଥିପାଇଁ ସେ କୃଷ୍ଣ ପାଖରୁ ଆଣିଛି। ସେଇ ମୀମାଂସା ଦେଲା, ଦୁଇ ଜଣଙ୍କ ଭିତରେ କଥୋପକଥନ ସଲା। ଆପଣ ମଧ୍ୟ ମଞ୍ଚରେ ଏତିକି ବିଦାୟ ଦେଇକି ଯାଆନ୍ତୁ। ହଉ, ନାବିକ ଦିଦି ପଦ